ଘର କରିବା ପାଇଁ ଜମି ଯୋଗାଇ ଦେବେ ସରକାର। ଜାଣନ୍ତୁ କିଏ ପାଇବ ଏହାର ସୁବିଧା। 4 ଡିସିମିଲରୁ କମ୍ ଜମି ଥିବା ବ୍ୟକ୍ତିଙ୍କୁ ଘର କରିବା ପାଇଁ ଜମି ଯୋଗାଇ ଦେବେ ସରକାର। କାରଣ ସେମାନଙ୍କୁ ମଧ୍ୟ ଭୂମିହୀନ ଭାବେ ବିଚାର କରାଯିବ। ପୂର୍ବରୁ ରାଜ୍ୟରେ ଭୂମିହୀନଙ୍କ ସର୍ଭେ ସରିଛି। ଗ୍ରାମାଞ୍ଚଳରେ ଆଦୌ ଜମି ନଥିବା ପରିବାର ଚିହ୍ନଟ କରିବାକୁ ଗତ ବର୍ଷ 16 ଅଗଷ୍ଟରୁ 31 ଅକ୍ଟୋବର ମଧ୍ୟରେ ସର୍ଭେ କରାଯାଇଥିଲା। ଏମାନଙ୍କୁ ଘର ଖଣ୍ଡିଏ କରିବା ପାଇଁ ଜମି ଯୋଗାଇ ଦେବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଜମି ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ହେଲେ ଏହାରି ଭିତରେ ବସୁନ୍ଧରା ଯୋଜନାରେ କିଛି ସଂଶୋଧନ କରାଯାଇଛି। ଫଳରେ 4 ଡିସିମିଲରୁ କମ୍ ଜମି ଥିବା ପରିବାରକୁ ମଧ୍ୟ ଭୂମିହୀନ ଭାବେ ଗଣାଯିବ। ବିଶେଷ କରି ପୂର୍ବରୁ ଥିବା ଯୌଥ ପରିବାର ଭାଗ ଭାଗ ହେବା ପରେ ଅନେକଙ୍କ କ୍ଷେତ୍ରରେ 4 ଡିସିମିଲରୁ କମ୍ ଜମି ଭାଗ ପଡ଼ିଛି। ତେଣୁ ତୃତୀୟ ପିଢ଼ିଙ୍କୁ ସରକାର ଜମି ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏ ସମ୍ପର୍କରେ ସାନି ସର୍ଭେ ଆରମ୍ଭ କରିବାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।